ପିଲାମାନେ ତମମାନଙ୍କର ଥମ୍ବନେଲ୍ ଦେଖି ତମେ ଜାଣିପାରିଥିବ ଏଇ ସେକ୍ସନରେ ଆମେ କ'ଣ କରିବା ତମମାନଙ୍କର ମୋଷ୍ଟ ଇମ୍ପୋର୍ଟାଣ୍ଟ ମେନ୍ସୁରେସନ୍ ବା ପରିମିତିର କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ତମମାନଙ୍କୁ ମୁଁ ପିଲାମାନେ ଦେବି କିଛି ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଦେବି ଯେତିକି ତମମାନଙ୍କ ପରିମିତିର କ୍ୱେଶ୍ଚିନ୍ସ ଅଛି ନା ଯେତିକି ପରିମିତିର କ୍ୱେଶ୍ଚିନ୍ସ ଅଛି ତମେ ଯଦି ସବୁ ଯାକ ପ୍ରାକ୍ଟିସ୍ କରିବ ତମମାନଙ୍କ ପାଖରେ ଦିନ ପାଇବନି କେବଳ ପରିମିତି ଶେଷ କରିବାକୁ କେବଳ ପିଲାମାନେ ପରିମିତିକି ପ୍ରାକ୍ଟିସ୍ କରିବାକୁ ତମକୁ କ'ଣ ପାଇବନି ଟାଇମ୍ ପାଇବନି ତ ସେଥିପାଇଁ ପିଲାମାନେ ମୁଁ କହି ରଖୁଛି କିଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ତମକୁ ମୁଁ ପରିମିତିର କ୍ୱେଶ୍ଚିନ୍ସ ଦେବି ତାକୁ ପିଲାମାନେ କ'ଣ କର ପ୍ରାକ୍ଟିସ୍ କରିକି ଯାଅ ତମମାନଙ୍କର ଏକ୍ଜାମ ହଲ୍ରେ ଦେଖିବ ସେ ଭିତରୁ କ'ଣ ହେଇଯିବ ଆରାମସେ ବାଜିଯିବ ଆଉ ଗୋଟେ ଜିନିଷ ତମକୁ ମୁଁ କହି ରଖୁଛି ପିଲାମାନେ ତମେ ଯଦି ବ୍ରୁଟ ସେକ୍ସନକୁ ଦେଖୁଛ ଅନୁଶୀଳନୀ 5A 5B 5C 5D ତାହେଲେ 5E ଆଉ 5Fକୁ କ'ଣ ପିଲାମାନେ ଛାଡ଼ିପାରିବ ଗୋଲକ ଆଉ କୋଣକୁ କ'ଣ କରିବ ପିଲାମାନେ ଛାଡ଼ିପାରିବ ଯଦି ତମେ ଗୋଲକ କୋଣ ଆଉ ପିଲାମାନେ ସିଲିଣ୍ଡର ପ୍ରିଜିମ୍ ଦେଖୁଛ ତାହେଲେ କ'ଣ ଛାଡ଼ିପାରିବ ବ୍ରୁଟ ସେକ୍ସନର ପିଲାମାନେ କ'ଣ ଛାଡ଼ିପାରିବ କିନ୍ତୁ ତମକୁ କ'ଣ ସେତିକି ସବୁ ଯାକ ନମ୍ବର ପିଲାମାନେ କ'ଣ ପ୍ରାକ୍ଟିସ୍ କରିକି ଯିବାର ଅଛି ପ୍ରାକ୍ଟିସ୍ କରିକି ଯିବାର ଅଛି ନାଇଁ ତମକୁ ଯଦି ପିଲାମାନେ ଇମ୍ପୋର୍ଟାଣ୍ଟ ନମ୍ବର ମୁଁ କହିବି ଇମ୍ପୋର୍ଟାଣ୍ଟ ନମ୍ବର ଯଦି ମୁଁ କହିବି ଅନୁଶୀଳନୀ 5Aର ଅନୁଶୀଳନୀ 5Aର ଯଦି ମୁଁ ତମକୁ ଇମ୍ପୋର୍ଟାଣ୍ଟ ନମ୍ବର କହିବି ପିଲାମାନେ ଏକ୍ଜାମ୍ପଲ୍ 6 7 ପିଲାମାନେ କେତେ ଏକ୍ଜାମ୍ପଲ୍ କେତେ ପିଲାମାନେ 6 7 କ'ଣ କରିବ ପ୍ରାକ୍ଟିସ୍ କରିଯାଉ ଏକ୍ଜାମ୍ପଲ୍ କେତେ ପିଲାମାନେ 6 7 ଏବଂ କ୍ୱେଶ୍ଚିନ୍ ଆନ୍ସର ପିଲାମାନେ କେତେ ନମ୍ବର 13 ନମ୍ବର ପିଲାମାନେ 14 ନମ୍ବର ପ୍ରାକ୍ଟିସ୍ କରିଯିବ 13 ନମ୍ବର ପ୍ରାକ୍ଟିସ୍ କରିଯିବ 22 23 24 22 23 24 ଏତିକି ରହିଲା କ'ଣ ତମମାନଙ୍କର ଇମ୍ପୋର୍ଟାଣ୍ଟ ନମ୍ବର ଅନୁଶୀଳନୀ 5Aର ଅନୁଶୀଳନୀ 5B ତମର କ'ଣ ଆସିଗଲା ସେଇ ବୃତ୍ତ ବୃତ୍ତ କଳା ରଙ୍ଗର ରହୁଛି ତ ସେଇ ଚାପ୍ଟର ପିଲାମାନେ କ'ଣ ପ୍ରାକ୍ଟିସ୍ କରିବ ନା ତମର ପ୍ରାକ୍ଟିସ୍ କରିବ ପିଲାମାନେ କେତେ ନମ୍ବର 22 ନମ୍ବର 23 ନମ୍ବର 25 ନମ୍ବର 22 ନମ୍ବର 23 ନମ୍ବର 25 ନମ୍ବର କ'ଣ କରିବ ପିଲାମାନେ ପ୍ରାକ୍ଟିସ୍ କରିଯିବ ଏବଂ ନେକ୍ସଟ କ'ଣ ହେଲା ପିଲାମାନେ 29 30 31 29 30 31 ଏତିକି ନମ୍ବର କ'ଣ କରିଯାଅ ପିଲାମାନେ ପ୍ରାକ୍ଟିସ୍ କରିଯାଅ ତମର କ'ଣ ସରିଗଲା ପିଲାମାନେ ଏଇଟା କ'ଣ ସରିଗଲା ପିଲାମାନେ ବୃତ୍ତ ସରିଗଲା ଏବେ କ'ଣ ଆସିଲା ପିଲାମାନେ ତମର ପ୍ରିଜିମ୍ ସିଲିଣ୍ଡର ଆସିଲା ପିଲାମାନେ କ'ଣ ଆସିଗଲା ପ୍ରିଜିମ୍ ଆଉ କ'ଣ ଆସିଗଲା ତମର ସିଲିଣ୍ଡର ଆସିଗଲା ପିଲାମାନେ କ'ଣ ଆସିଗଲା ପ୍ରିଜିମ୍ ସିଲିଣ୍ଡର ଆସିଗଲା ପ୍ରିଜିମ୍ ସିଲିଣ୍ଡର ଚାପ୍ଟର ମୁଁ କହିବି ଯଦି 5 ଅନୁସରଣୀ ସି ଆଉ କ'ଣ ଆସୁଛି ପିଲାମାନେ ଅନୁସରଣୀ 5D ଆସିଯାଉଛି 5C 5D 5C ରେ ତମର ଇମ୍ପୋର୍ଟାଣ୍ଟ କ'ଣ ରହିବ ପିଲାମାନେ ଏକ୍ଜାମ୍ପଲ୍ 5 6 କେତେ ରହିବ ପିଲାମାନେ ଏକ୍ଜାମ୍ପଲ୍ କେତେ ରହିବ 5 ରହିବ 6 ରହିବ ତମମାନଙ୍କ ପାଇଁ କ'ଣ ଇମ୍ପୋର୍ଟାଣ୍ଟ ରହିବ ନେକ୍ସଟ ତମମାନଙ୍କ ପିଲାମାନେ କ୍ୱେଶ୍ଚିନ୍ ଆନ୍ସରରେ କ'ଣ ଆସିବ ଆରେ କ୍ୱେଶ୍ଚିନ୍ ଆନ୍ସରରେ କ'ଣ ଆସିଯିବ ନା 6 8 6 ନମ୍ବର 8 ନମ୍ବର ପିଲାମାନେ ରହିବ ଇମ୍ପୋର୍ଟାଣ୍ଟ 13 ନମ୍ବର ରହିବ ଇମ୍ପୋର୍ଟାଣ୍ଟ ନେକ୍ସଟ କ'ଣ ରହିବ ପିଲାମାନେ 16 ନମ୍ବର ଆଉ 17 ନମ୍ବର 16 ନମ୍ବର ଆଉ 17 ନମ୍ବର କ'ଣ ରହିବ ମୋଷ୍ଟ ଇମ୍ପୋର୍ଟାଣ୍ଟ ନମ୍ବର ତମର ରହିଯାଉଛି ଅନୁଶୀଳନୀ 5D ରେ ଆମେ କାହାକୁ ଦେଖିବା ଅନୁଶୀଳନୀ 5D ରେ ତମେ କାହାକୁ ଦେଖିବ ଏକ୍ଜାମ୍ପଲ୍ 11 14 ଏକ୍ଜାମ୍ପଲ୍ କେତେ ଦେଖିବ ପିଲାମାନେ 11 ଆଉ 14 କ'ଣ କରିବ ପ୍ରାକ୍ଟିସ୍ କରିଯିବ ଏବଂ କ୍ୱେଶ୍ଚିନ୍ ଆନ୍ସର ପିଲାମାନେ କ୍ୱେଶ୍ଚିନ୍ ଆନ୍ସର କାହାକୁ ପ୍ରାକ୍ଟିସ୍ କରିଯିବ ପିଲାମାନେ 7 8 9 ହେଲା 7 ନମ୍ବର 8 ନମ୍ବର 9 ନମ୍ବର 15 ନମ୍ବର କରିବ 16 ନମ୍ବର କରିବ ଏବଂ 17 ନମ୍ବର କ'ଣ ପ୍ରାକ୍ଟିସ୍ କରିଯାଅ 15 16 17 କ'ଣ ପ୍ରାକ୍ଟିସ୍ କରିଯାଅ ତମର କ'ଣ ହେଇଗଲା ଅନୁଶୀଳନୀ 5D କ'ଣ କମ୍ପ୍ଲିଟ୍ ହେଇଯିବ ନେକ୍ସଟ ଆସିଲା ପିଲାମାନେ କ'ଣ ଅନୁଶୀଳନୀ 5E କ'ଣ ଆସୁଛି ପିଲାମାନେ କୋନ୍ ଆସିଯାଉଛି ପିଲାମାନେ କ'ଣ ଆସିଯାଉଛି କୋନ୍ ଆସିଯାଉଛି କୋନ୍ରୁ କ'ଣ ପ୍ରାକ୍ଟିସ୍ କରିଯିବ ପିଲାମାନେ ଯଦି ଚାହୁଁଛ ପିଲାମାନେ କୋନ୍ ଚାପ୍ଟରକୁ ଛାଡ଼ିବା ପାଇଁ ଯାହାକୁ ଭିଡ଼ ଲାଗୁଛି କ'ଣ ତମେ ଛାଡ଼ିପାରିବ ନେକ୍ସଟ ତମକୁ କ'ଣ ଆସିଲା ପିଲାମାନେ ଅନୁଶୀଳନୀ କୋନ୍ ମୁଁ କହିବି କେତେ ନମ୍ବର ପିଲାମାନେ କେବଳ 12 ନମ୍ବର ଆଉ 13 ନମ୍ବର 12 ନମ୍ବର ଆଉ 13 ନମ୍ବର କ'ଣ କରିଯାଅ ପ୍ରାକ୍ଟିସ୍ କରିଯାଅ ଆଉ ଅନୁଶୀଳନୀ 5F କଥା ଯଦି ମୁଁ କହିବି ତମକୁ କ'ଣ ଆସିଯାଉଛି ପିଲାମାନେ ଗୋଲକ ଆସିଯାଉଛି ପିଲାମାନେ କ'ଣ ଆସିଯାଉଛି ଗୋଲକ ତ ଗୋଲକରେ ପିଲାମାନେ କ'ଣ ଲେଖିଯିବ ଗୋଟେ ଏକ୍ଜାମ୍ପଲ୍ ଲେଖିଯିବ ଏକ୍ଜାମ୍ପଲ୍ କେତେ 26 କେତେ ଏକ୍ଜାମ୍ପଲ୍ ପିଲାମାନେ ଏକ୍ଜାମ୍ପଲ୍ କେତେ ଲେଖିଯିବ ତମର 26 ଲେଖିଯିବ ଏବଂ ଅନୁଶୀଳନୀ ଭିତରୁ କୋଉ କୋଉ ନମ୍ବର ପିଲାମାନେ 12 ନମ୍ବର ଆଉ 13 ନମ୍ବର 12 ନମ୍ବର ଆଉ 13 ନମ୍ବର କ'ଣ କରିବ ପ୍ରାକ୍ଟିସ୍ କରିଯିବ ଏତିକି ପ୍ରାକ୍ଟିସ୍ କରିପାରିବ ଏତିକି ପ୍ରାକ୍ଟିସ୍ କରିପାରିବ 5 ମାର୍କ ପକ୍କା କେତେଟା ବଛା ବଛା ନମ୍ବର ଦେଲି ମୁଁ କେତେଟା ବଛା ନମ୍ବର ଦେଲି ମାତ୍ର 20 ନମ୍ବର ଦେଲି ମାତ୍ର 20 ନମ୍ବର ଦେଲି ତମର କେତେଟା ନମ୍ବରରୁ 200 ପ୍ଲସ୍ ନମ୍ବରରୁ 200 ପ୍ଲସ୍ ନମ୍ବର ତମକୁ ମୁଁ କ'ଣ ଦେଲି ମାତ୍ର 20 ନମ୍ବର ଦେଇଛି ଏତିକି ନମ୍ବର କ'ଣ କରିଯାଅ ପ୍ରାକ୍ଟିସ୍ କରିଯାଅ ଦେଖିବ ତମମାନଙ୍କ ପିଲାମାନେ ଏକ୍ଜାମ ହଲ୍ରେ ନିହାତି ଭାବେ କ'ଣ ହେଇଥିବ ଗୋଟେ କ୍ୱେଶ୍ଚିନ୍ସ ପିଲାମାନେ ଏ ଭିତରୁ ବାଜିଯିବ ନିହାତି ଭାବେ କ'ଣ ହେଇଯିବ ପିଲାମାନେ ଗୋଟେ କ୍ୱେଶ୍ଚିନ୍ସ କ'ଣ ହେଇଯିବ ତମମାନଙ୍କର ବାଜିଯିବ ତମ ପିଲାମାନେ ପ୍ରିଭିୟସ୍ ସେକ୍ସନରେ ପିଲାମାନେ ସବୁ ଯାକ ସେକ୍ସନର କ୍ୱେଶ୍ଚିନ୍ସ ତମକୁ ଦେଇସାରିଛି ଆଲଜେବ୍ରା ଟ୍ରିଗୋନୋମେଟ୍ରି ପରିମିତିର ଏବେ ଡେଲି ପିଲାମାନେ ରିସେଣ୍ଟଲି ଡେଲି ଅଙ୍କନ ଏବଂ କ'ଣ ତମକୁ ଅପଲୋଡ଼ କରିସାରିଛି ଉପପାଦ୍ୟ ପିଲାମାନେ ସବୁ ସେକ୍ସନର ପିଲାମାନେ ମୁଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଦେଇସାରିଛି ଯଦି ପିଲାମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରି ରଖ ଏବଂ ଏଇ ଚ୍ୟାନେଲରେ ତମେ କ'ଣ ପାଇଯିବ ସବୁ ଯାକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ କ'ଣ ତମେ ପାଇପାରିବ ସବୁ ଯାକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ କ'ଣ ପିଲାମାନେ ଏଇ ଚ୍ୟାନେଲରେ ପାଇପାରିବ ତେଣୁ ଚ୍ୟାନେଲକୁ କ'ଣ କର ସବସ୍କ୍ରାଇବ୍ କରି ରଖ ଏବଂ ଏବଂ ଏତିକି ନମ୍ବର କ'ଣ କରିଯାଅ ପ୍ରାକ୍ଟିସ୍ କରିକି ଯାଅରେ ହାତ ସରା ଜମା କରନି 5 ମାର୍କ ତମର କ'ଣ ହେଇଯିବ ଏ ଭିତରକୁ ନିହାତି ଭାବେ ଆସିଯିବ ପ୍ରାକ୍ଟିସ୍ କରି ଯାଅ ଅଲ୍ ଦି ବେଷ୍ଟ ପିଲାମାନେ ସମସ୍ତଙ୍କ ଏକ୍ଜାମ ପିଲାମାନେ ନିହାତି ଭାବେ ଭଲ ହେବ ଏତିକି ନମ୍ବର ଖାଲି ପ୍ରାକ୍ଟିସ୍ କରିଯାଅ ସମସ୍ତଙ୍କ କ'ଣ ହେଇଯିବ ଏ ଭିତରୁ ଗୋଟେ ନା ଗୋଟେ ନମ୍ବର ବାଜିଯିବ ଥ୍ୟାଙ୍କ ୟୁ ପିଲାମାନେ ଥ୍ୟାଙ୍କ ୟୁ ସୋ ମଚ୍